ସମସ୍ତଙ୍କୁ ନମସ୍କାର। ବର୍ଷା ଦିନ ଆରମ୍ଭ ହୋଇଛି। ବର୍ଷା ସମୟରେ ଖାଇବା ଜିନିଷରେ ଫିମ୍ପି ଲାଗିଯିବା, ଜିନିଷ ନଷ୍ଟ ହେବା ସାଧାରଣ କଥା। କ'ଣ ଏମିତି କିଛି ଉପାୟ ଅଛି ଯେଉଁଥିରେ ଆମେ ଏହି ନଷ୍ଟ ହେବାରୁ ରକ୍ଷା ପାଇପାରିବା? ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ବୁଝିବା। ଉପାୟ ନମ୍ବର 1, ଦିଆସିଲି କାଠିକୁ ଫିମ୍ପି ଲାଗିବାରୁ ରକ୍ଷା କରନ୍ତୁ। ଦିଆସିଲି କାଠିକୁ ଫିମ୍ପି ଲାଗିବାରୁ ରକ୍ଷା କରିବା ପାଇଁ ଦିଆସିଲି ଡବାକୁ ପବନ ଯାଉନଥିବା ଡବାରେ ରଖନ୍ତୁ। ଉପାୟ 2, ଚାଉଳରେ ପୋକ ଲାଗିବା। ବର୍ଷା ସମୟରେ ଚାଉଳରେ ପୋକ ଲାଗିବା ସମ୍ଭାବନା ଅଧିକ। ଚାଉଳରେ ମୁଠାଏ ତେଜପତ୍ର କିମ୍ବା ଶୁଖିଲା ଲଙ୍କା ରଖିବା ଦ୍ୱାରା ଚାଉଳରେ ପୋକ ଲାଗିନଥାଏ। ଉପାୟ ନମ୍ବର 3, ଛୁରୀରେ ଜଙ୍କ୍ ଲାଗିବା। ବର୍ଷା ସମୟରେ ଲୁହା ଜିନିଷରେ ଜଙ୍କ୍ ଲାଗିବା ସାଧାରଣ। ଜଙ୍କ୍ ଲାଗିଥିବା ଜାଗାରେ ପିଆଜକୁ ଘଷିବା ଦ୍ୱାରା ଜଙ୍କ୍ ବାହାରି ଯାଇଥାଏ। ଉପାୟ ନମ୍ବର 4, ଗ୍ୟାସ୍ ଲାଇଟର କାମ ନ କରିବା। ଫିମ୍ପି ଲାଗିଯିବା କାରଣରୁ ବହୁତ ଥର ଗ୍ୟାସ୍ ଲାଇଟର କାମ କରେ ନାହିଁ। ବଟନ୍ ବନ୍ଦ କରି ଗ୍ୟାସ୍ର ଗରମ ବର୍ଣ୍ଣର ଉପରେ ଲାଇଟର ରଖିବା ଦ୍ୱାରା ଏହା କାମ କରେ। ଉପାୟ ନମ୍ବର 5, ମୋବାଇଲରେ ପାଣି ପଶିବା। ବର୍ଷା ସମୟରେ କେତେବେଳେ ମୋବାଇଲରେ ପାଣି ପଶିଯିବାର ସମ୍ଭାବନା ଥାଏ। ସେତେବେଳେ ମୋବାଇଲକୁ ଚାଉଳରେ ରଖିବା ଦ୍ୱାରା ଚାଉଳ ପାଣି ଶୋଷି ନେଇଥାଏ। ଉପାୟ ନମ୍ବର 6, ବିସ୍କୁଟ ନରମ ହୋଇଯିବା। ନରମ ହୋଇଯାଇଥିବା ବିସ୍କୁଟକୁ ଗ୍ୟାସ୍ ବନ୍ଦ କରି ଗରମ ତାୱା ଉପରେ ଅଳ୍ପ ସମୟ ପାଇଁ ରଖନ୍ତୁ। ତାପରେ ବିସ୍କୁଟକୁ ପବନ ଯାଉନଥିବା ଡବାରେ ରଖିଦିଅନ୍ତୁ। ଉପାୟ ନମ୍ବର 7, ସୁଜିରେ ପୋକ ଲାଗିବା। ସୁଜିରେ କିଛି ସମୟ ପରେ ପୋକ ଲାଗିଯାଏ। ସୁଜିକୁ ଡବାରେ ରଖିବା ପୂର୍ବରୁ ପ୍ରଥମେ ଭାଜିବା ଦ୍ୱାରା ସୁଜି ବହୁତ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ। ଉପାୟ ନମ୍ବର 8, ଚିନିରେ ପିମ୍ପୁଡ଼ି ଲାଗିବା। 10-12ଟି ଲବଙ୍ଗ ଚିନି ଡବାରେ ରଖିବା ଦ୍ୱାରା ପିମ୍ପୁଡ଼ି ହୋଇନଥାଏ। ଉପାୟ ନମ୍ବର 9, କଞ୍ଚା ଲଙ୍କା ବହୁତ ସମୟ ପର୍ଯ୍ୟନ୍ତ ରହିବା। ଫ୍ରିଜରେ ରଖିବା ପୂର୍ବରୁ କଞ୍ଚା ଲଙ୍କାରୁ ଡେମ୍ଫ ବାହାର କରି କାଗଜରେ ଗୁଡ଼ାଇ ଡବାରେ ରଖିବା ଦ୍ୱାରା କଞ୍ଚା ଲଙ୍କା ବହୁତ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ। ସବୁଠାରୁ ଶେଷ ଉପାୟ ନମ୍ବର 10, ଲୁଗାପଟାରୁ ଗନ୍ଧ ବାହାରିବା। ଲୁଗାପଟା ଧୋଇବା ସମୟରେ ପାଣିରେ ଭିନେଗାର ପକାଇବା ଦ୍ୱାରା ବର୍ଷା ସମୟରେ ଲୁଗାପଟାରୁ ବାହାରୁଥିବା ଗନ୍ଧରୁ ରକ୍ଷା ମିଳେ। ଆଶା କରୁଛୁ ଆପଣଙ୍କୁ ଏହିସବୁ ଉପାୟରୁ ଫାଇଦା ହେଇଥିବ। ଆପଣଙ୍କ ଅନୁଭବ ନିଶ୍ଚୟ ଜଣାନ୍ତୁ। ସେହି ପର୍ଯ୍ୟନ୍ତ ଧନ୍ୟବାଦ।